ମୋ ନାଁ ଚନ୍ଦନ ନାୟକ। ମୁଁ ପିରାଟ ଚାନ୍ଦବାଲି ଆସୋସିଏସନର ହାଇୱା ମାଲିକ ସଂଘର ଜଣେ ସଭ୍ୟ। ତ ଦୀର୍ଘ ଦିନ ହେବ ଆମେ ସରକାରଙ୍କର ନିୟମକୁ କେମିତି ପାଳନ କରି ଗାଡ଼ି ଚଲେଇବୁ ତାର ରାସ୍ତା ପାଉନଥିଲୁ। ଆମେ ଆଜି ଦିନରେ ଗାଡ଼ି ବନ୍ଦ ରଖିଥିଲୁ, ଯିଏକି ସରକାରଙ୍କୁ ଯେଉଁ ଅତ୍ୟଧିକ ଫାଇନ୍ ରହିଛି ସେ ଫାଇନ୍କୁ ଆମ ଗାଡ଼ି ମାଲିକ ମାନେ ଦେବା ସମ୍ଭବପର ନୁହଁ। ତେଣୁକରି ଆମେ ସେଇ ପରିପ୍ରେକ୍ଷୀରେ ବହୁତ ଦିନ ହେବ ଗାଡ଼ି ବନ୍ଦ ରଖିଥିଲୁ। ଆଜି ଗାଡ଼ି ଚଲେଇବାର ନିଷ୍ପତ୍ତି ନେଉଛୁ। ଏଇଥିପାଇଁ ସରକାରଙ୍କ ତରଫରୁ ଆମକୁ ଆଶ୍ୱାସନା ଦିଆଯାଇଛି। ଆମ ଭଦ୍ରକ ଜିଲ୍ଲାରେ ସେମିତି କିଛି ସୋର୍ସ ନାହିଁ, ବାଲିର ସୋର୍ସ ନାହିଁ, ବାହ୍ୟ ଜିଲ୍ଲାର ସୋର୍ସ ରହିଛି। କଲେକ୍ଟର ମହୋଦୟ ଆମକୁ ଆଶ୍ୱାସନା ଦେଇଛନ୍ତି ଯେ କି ଆପଣ କେଉଁ ଜିଲ୍ଲାରେ ବାଲିର ସୋର୍ସ ରହିଛି, ସେ ସୋର୍ସ ଗୁଡ଼ିକ କେଉଁ ବାଲି ସୋର୍ସ ନିଲାମ ଅଛି, ଆମକୁ ସେ ବାବଦରେ ସଂକ୍ଷିପ୍ତ ବିବରଣୀ ମଧ୍ୟ ଦେଇଛନ୍ତି। ସେ ସୋର୍ସରେ କେମିତି ଗାଡ଼ି ମାଲିକ ଭାଇମାନେ ସୁରୁଖୁରୁରେ ଟିପି ପାଇପାରିବେ ଏବଂ ତାଙ୍କ ପରିବହନ ଠିକ୍ଠାକ୍ କରିପାରିବେ, ତାଙ୍କ ଉପରେ କୌଣସି ଫାଇନ୍ ଲାଗିବ ନାହିଁ, ସେ ବାବଦରେ ମଧ୍ୟ ଆମକୁ ସୂଚାଇ ଦେଇଛନ୍ତି। ଏବଂ ଆମକୁ ମାଇନିଂ ଅଫିସର ମହୋଦୟ ମଧ୍ୟ ସେ ଟିପି କେମିତି ଡୁପ୍ଲିକେଟ୍ ନ ହେବ, ଅରିଜିନାଲ୍ ବୋଲି ଆମେ ଜାଣିପାରିବୁ, ଗୋଟେ ଆପ୍ସ ମଧ୍ୟ ଆମକୁ ଦେଇଛନ୍ତି। ସେ ଆପ୍ସ ମାଧ୍ୟମରେ ଆମେ ଦେଖିବୁ ଠିକ୍ ଉଚିତ ଟିପି ଖାଦାନରୁ ଆମେ ଆଣିବୁ ଏବଂ ମାଲ ପରିବହନ କରିବା ପାଇଁ ଆଜିଠାରୁ ଆମେ ନିଷ୍ପତ୍ତି ନେଲୁ। ଏବଂ ଭଦ୍ରକ ଟିପର ଆସୋସିଏସନ୍, ଚାନ୍ଦବାଲି ପିରାଟ ଆସୋସିଏସନ୍, ଦୁଇ ଆସୋସିଏସନ୍ ଆଜି ମିଳିତ ଉଦ୍ୟମର ଆମ ସମସ୍ତ ଗାଡ଼ି ମାଲିକ ଭାଇମାନଙ୍କୁ ଅନୁରୋଧ କରୁଛୁ, ସରକାରଙ୍କର ଉଚିତ ଟିପି ଆଣନ୍ତୁ ଏବଂ ନିର୍ଦ୍ଧାରିତ ସରକାରଙ୍କର ଯେଉଁ ବ୍ୟବସ୍ଥା ରହିଛି ସେ ବ୍ୟବସ୍ଥାକୁ ମାନି ଗାଡ଼ି ଚଲାଇବା ପାଇଁ ସମସ୍ତେ ଆମ ସହିତ ସାମିଲ ହୁଅନ୍ତୁ। ଜୟ ଜଗନ୍ନାଥ। ଆଜି ଆମେ ସାମ୍ବାଦିକ ସମ୍ମିଳନୀ ଏଥିପାଇଁ ଡାକିଥିଲୁ ଯେ ବିଗତ ଦିନ ଧରି ଯେଉଁ ହାଇୱା ଗାଡ଼ି ଆମର ସବୁ ବନ୍ଦ ହେଇକି ରହିଛି ସେଥିପାଇଁ ଆମେ ଆଜି କଲେକ୍ଟରଙ୍କୁ ଦେଖା କରିଥିଲୁ। ଦେଖା କରିକି ଆମର ଗାଡ଼ି କେମିତି ଚାଲିବ ସେ ବିଷୟରେ ଆମେ ଆଲୋଚନା କରିଥିଲୁ। ଆଉ ଆଜିଠାରୁ ଆମର ଭଦ୍ରକ ଜିଲ୍ଲା ଟିପର ଆସୋସିଏସନ୍ ଏବଂ ଚାନ୍ଦବାଲି ପିରାଟ ଟିପର ଆସୋସିଏସନ୍ ଯେ ନିଷ୍ପତ୍ତି ନେଲୁ ଆଜିଠାରୁ ଆମମାନଙ୍କର ଗାଡ଼ି ଚାଲିବ। ପ୍ରୋବ୍ଲେମ୍ ହେଇଥିଲା ଯେ ସରକାରୀ ଯେଉଁଟା ଆମକୁ ଟିପି ମିଳୁନଥିଲା କି ଆମର ଗାଡ଼ି ଫାଇନ୍ ହେଉଥିଲା ବେଶୀ, ତାରି ଉପରେ ଆମେ ଆଲୋଚନା ଆଜି କରିଛୁ। ଜିଲ୍ଲାପାଳ ମଧ୍ୟ ଆଶ୍ୱାସନା ଆମକୁ ଦେଇଛନ୍ତି ଯେ ତୁମେ ଯେଉଁଠି ଟିପି ଅଛି ତୁମେ ନେଇକି ଆସ, ଆମେ କିଛି ରିଲାକ୍ସେସନ୍ ବି ଆମେ କରିବୁ, ତୁମେ ଗାଡ଼ି ଚଲାଅ।